এটা কলଗେଟ୍ କ'ଣ ଲଗାଉଛୁ? କଲଗେଟ୍ କ'ଣ ଲଗାଉଛୁ? ହଁ ଆଉ ଲଙ୍କାଟାକୁ ଯେଉଁ ଫୁଟେଇ ଦେଲ ତେଲ କଢ଼ାରେ ସେଠି କି ପଡ଼ିଲା? କମ୍ଫର୍ଟ ହେଇଯାଇଛି। ହେବନି ସବୁବେଳେ ସେଇଭଳିଆ ଚିଡ଼ଉଛୁ। ମୁଁ ତ ରୋଷେଇ କରିଥିଲି ତୁ କାହିଁ ସେଠି ବସିଥିବି? ବସିଲେ ତମର ଦୋଷ ହେଇଯାଉଛି, କଥା ପଦେ ହେଲେ ତମର ଦୋଷ ହେଇଯାଉଛି। ଏମିତି ଚିଡ଼ି ଯାଉଛ ତମେ। ଚିଡ଼ଉଛୁ ସେଇଭଳିଆ ଆଉ। ଚିଡ଼ଉଛୁ ସେଇଭଳିଆ। ଆଉ ସେ ଭଲ ହେଇଯିବ। ଆଉ ଚାଲ ଯିବା ଚାଲ। ଭାଇ ହଁ ଗୋଟେ କଥା କହିଥାନ୍ତି। କ'ଣ କହୁନୁ? ରଜ ହଁ ଚାଲନା ଆଜି ଦି ଭାଇ ଘରକୁ ପଳେଇବା। ଭାରି ମନ ହେଉଛି। ଘରକୁ ଯିବା ମନେ ହେଉଛି? ହଁ ଆରେ ତୋର ମାନେ ମୋର କ'ଣ ମନ ନାହିଁ ଘରକୁ ଯିବା ପାଇଁ? ବୁଝିଲୁ ତୁ ବା ଏବେ ଘରକୁ ଯାଇଥିଲୁ। ଘରକୁ ଯାଇଥିଲି କ'ଣ ହେଲା? ରଜ ପର୍ବପର୍ବାଣି ଘରକୁ ଯିବା ପାଇଁ ମନ ହୁଏନା? ଆରେ ସେଟା ଠିକ୍ ଅଛି, ମନ ହୁଏ ଯେ ବୁଝିଲୁ ଏ ଦୁନିଆ କର୍ଜ ଦାମ ଅଛି, ଛୁଆଙ୍କର ପାଠପଢ଼ା ଚାଲିଛି। ତୁ ଏବେ ଘରକୁ ଯାଇଥିଲୁ, ରଜରେ ଆମର ଘରକୁ ଯିବା। ଆମ ଖୁସିରେ କ'ଣ ଆମ ଆଉ ବୟସ ଅଛି ଆମେ ଖୁସି ହେବା? ଛୁଆମାନେ ଖୁସି ହେଲେ ଆମେ ଖୁସି। ଗୋଟେ କାମ କର, ତୁ ଗୋଟେ କାମ କର, ଘରକୁ ଯିବା, ଯେଉଁ ଖର୍ଚ୍ଚ ହେବ ନା ଯା ଛୁଆ ପିଲାଙ୍କ ପାଇଁ କପଡ଼ା ଲତା ଫଳ ଲିଚୁ ଫିଚୁ କ'ଣ କିଣି ଆଣିବୁ ପଠେଇଦେବେ। ପଇସାରେ ପଠେଇଦେବା। ସେ ଛୁଆ ଖୁସି ହେଲେ ଆଉ ତାଙ୍କ ଖୁସିରେ ଆମେ ଖୁସି ହେଇଯିବା। କ'ଣ ବୁଝିଲୁ? ତାଙ୍କ ଖୁସିରେ ଆମେ ଖୁସି ହେଇଯିବା। ଆଉ ଛୁଆ ପା କ'ଣ କମ୍? ପର୍ବପର୍ବାଣି ଆସିଲେ ଫୋନ୍ କରିଦେବେ, ବଡ଼ାପା ବାପା ରଜା ହେଉଛି ଘରକୁ ଆସିବ ନା। ମନଟା ଭାଇ ଭାରି ଖରାପ ହେଇଯାଉଛି। ଆରେ ଦିନେ ଥିଲା ଆମେ ଛୁଆ ବେଳେ ଆମେ ବି ଖୁସି ହେଉଥିଲେ, ଆମେ ବି ବାପା କହୁଥିଲେ। ଆଉ ବର୍ତ୍ତମାନ ସେ କହିବେନି ନା? ସେଇଥିପାଇଁ ତ ମୁଁ କହୁଛି। କ'ଣ କରିବା ଭାଇ, ଆମ ଜୀବନଟା ଏମିତି ଭାଇ, ନା ଘର ଖୁସିରେ ଖୁସି ହେଇପାରୁଛେ ନା କୌଣସି ଖୁସି ପର୍ବପର୍ବାଣିରେ ଆମେ ଦି ଭାଇ ଯାଇ ପହଞ୍ଚି ପାରୁଛେ। ଭାରି କଷ୍ଟ ଜୀବନ ଆମର ଭାଇ, ବୁଝିଲ? ଶୁଣୁ ତୁ ଏଇସବୁ କଥାକୁ ନେଇ ଭାରି ମନ ଦୁଃଖ କରୁଛୁ। ଗୋଟେ କଥାରେ ଅଛି, ବଜାରରେ କ'ଣ ସିନ୍ଦୁର ମିଳୁନି କିନ୍ତୁ ହିନିକ ପାଳି ଭାଗ୍ୟରେ ନାହିଁ। ଠିକ୍ ସେଇ ପରିସ୍ଥିତି ଆମର। ତୁ ନିଜ ମନକୁ ନିଜେ ବୁଝେଇ ଦେ। ଛୁଆ ଖୁସି ହେଲେ ତା ଖୁସିରେ ଆମେମାନେ ଖୁସି। ଯେଉଁ ପଇସା ଗାଡ଼ିରେ ଖର୍ଚ୍ଚ ହେବ ସେଇ ପଇସା ଆମର ଏଠୁ ଛୁଆ ପିଲାଙ୍କ କପଡ଼ା ଲତା ଫଳମୂଳ ସବୁ ହେଇଯିବ। ବୁଝିଲୁ? ମନ ଦୁଃଖ ଗୋଟେ କରନା। ଚାଲ। ମନ ଦୁଃଖ ତ ଭାଇ କରିବି ନା, ମନକୁ ତ ବୁଝେଇ ଦଉଛି, ହେଲେ ଏ ଅବୁଝା ମନଟା ବୁଝୁନେଇ ଆଉ ଟିକିଏ ଟିକିଏ ବୁଝୁନି। ପାଗଳାଟା। ଦେଖିବୁ ତୁ ଠିକ୍ ବୁଝିଯିବୁ। ଯା। ହଉ।